ସମସ୍ତେ କହନ୍ତି ଆପଣଙ୍କୁ କ୍ଷୀରିଖିଆ ଅଲାରନାଥ ବୋଲି। ସେଦିନ ମୀନକେତନ ବୋଲି ଜଣେ ସେବକ ଅଲାରନାଥଙ୍କୁ ସେବା କରୁଥିଲେ। ବିଦେଶ ଯିବାକୁ ବାହାରିଲେ ତାଙ୍କ ସ୍ତ୍ରୀ କି ବତେଇ ଦେଇଗଲେ, ମୋର 11 ବର୍ଷ ପୁଅ ମଧୁସୂଦନକୁ ସବୁଦିନ ତାରି ସାଙ୍ଗରେ କ୍ଷୀରି ରାନ୍ଧିକି ଦବୁ, ଅଲାରନାଥ ତାକୁ ସେବନ କରିବେ। 11 ବର୍ଷର ମଧୁସୂଦନ ପ୍ରତ୍ୟେକ ଦିନ କ୍ଷୀରି ନେଇକି ଯାଏ। କ୍ଷୀରି ଥୋଇ ଦେଇକରି ଅଲାରନାଥଙ୍କୁ କହେ, ଆସ ଅଲାରେ ଖାଅ କ୍ଷୀରି, ମୋ ବାପା ଯାଇଛି ବିଦେଶ କରି। ଏଇଆ କହିକିରି ମନ୍ଦିର ଦୁଆର ଦେଇକି ସାଙ୍ଗମାନଙ୍କ ସାଙ୍ଗରେ ଖେଳିବାକୁ ଚାଲି ଆସନ୍ତି। ଗଲାବେଳକୁ ଦେଖନ୍ତି ଅଲାରନାଥ ସବୁତକ କ୍ଷୀରି ପିଇ ଦେଇଥାନ୍ତି। ଘରକୁ ଯାଆନ୍ତି, ମା ପଚାରନ୍ତି, ପୁଅରେ କ୍ଷୀରି ଭୋଗ କ'ଣ କଲୁ? ନା ସବୁ ଠାକୁରେ ଖାଇ ଦେଇଛନ୍ତି। ଯେତେବେଳେ ବାପା ମୀନକେତନ ଫେରିଛନ୍ତି, ସ୍ତ୍ରୀ ସବୁ କଥା କହିଛନ୍ତି। ପୁଅ ଏମିତି କ୍ଷୀରି ନେଇକି ଯାଉଥିଲା ଯେ ଅଲାରନାଥ ସବୁତକ ଖାଇ ଦେଇଛନ୍ତି। ଦିନେ ଗୋଟିଏ ଦିନ ପୁଅ ସାଙ୍ଗରେ ଗଲେ ମୀନକେତନ, ମଧୁସୂଦନ ଦୁଇ ଜଣ ଯାକ ଗଲେ। ମଧୁସୂଦନ ହାତରେ କ୍ଷୀରି ଦେଲେ, କ୍ଷୀରି ନେଇକି